ଆଉ କିଛି ଦିନରେ ଆସିଯିବ ଆମମାନଙ୍କର ପର୍ବ, ଆମ ଓଡ଼ିଆମାନଙ୍କର ପର୍ବ ରଜ। ସେ ରଜ ଉପଲକ୍ଷରେ ଆଜି ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରିବାକୁ ଯାଉଛି ଛେନାପୋଡ଼ର ରେସିପି। କାହିଁକିନା ଏଇଖିଣା ଇଣ୍ଟରନେଟରେ ମୁଁ ଦେଖୁଛି ବହୁତ ସାରା ରେସିପିଜ୍ ଭାଇରାଲ୍ ହେଉଛି ରଜ ପାଇଁ। କିଏ ପୋଡ଼ପିଠା ବନଉଛନ୍ତି ତ କିଏ ବହୁତ ସାରା ଭେରାଇଟିଜ୍ର ପିଠା ଆଉ ମିଠା ବନଉଛନ୍ତି। ତ ସେଥିପାଇଁ ମୁଁ ଭାବିଲି କାହିଁକିନା ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରେ ଗୋଟେ ଛେନାପୋଡ଼ର ରେସିପି ଯେଉଁଟାକି ବହୁତ ହି ଅଲଗା ଷ୍ଟାଇଲରେ ଆଉ ଗୋଟେ ନୂଆ ଫ୍ଲେଭରରେ। ତ ନେଇ ଆସିଲି ଆଜି ମୁଁ ଆପଣମାନଙ୍କ ପାଇଁ ଆମ୍ବର ଛେନାପୋଡ଼। କାହିଁକିନା ଏଇଖିଣା ଆମ୍ବ ସିଜନରେ ଅଛି ତ ସେଥିପାଇଁ ଆମ୍ବର ଛେନାପୋଡ଼ ଆଜି ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ତ ଚାଲନ୍ତୁ ବେଶୀ ଡେରି ନ କରିକି ଆଜିର ରେସିପିକୁ ଷ୍ଟାର୍ଟ କରିନେବା। ମୁଁ ହେଉଛି ଅପରାଜିତା, ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ତ ଏଇଠି ମୁଁ ଅମୁଲର ଫୁଲ୍ ଫ୍ୟାଟ୍ ମିଲ୍କ ନେଇଛି 4ଟା, ମାନେ 2 ଲିଟରର ମିଲ୍କ ନେଇଛି। ଆପଣମାନେ ଚାହିଁଲେ ନର୍ମାଲ କ୍ଷୀର ବି ନେଇପାରିବେ, କିନ୍ତୁ ଫୁଲ୍ ଫ୍ୟାଟ୍ ମିଲ୍କ ନେଲେ ଛେନାଟା ଟିକେ ବେଶୀ କ୍ୱାଣ୍ଟିଟିରେ ହୁଏ। ତ ଏଠି ପ୍ୟାନ୍ରେ ମୁଁ 2 ଲିଟର କ୍ଷୀର ନେଇକି ଏଠି ପ୍ରଥମେ ଭଲସେ ମୁଁ ଗରମ କରିନେବି। ଏଠି ଦେଖନ୍ତୁ କ୍ଷୀର ବି ଗରମ ହେଇସାରିଲାଣି। ଏବେ ମୁଁ ଆକୁ ଫାଷ୍ଟ ମିକ୍ସ କରି ନେଉଛି, ତାପରେ ଧୀରେ ଧୀରେ କରିକି ଏଠି ଭିନିଗରର ମିକ୍ସଚର ଦେଇକି ଛେନା ମୁଁ ଛିଡ଼େଇ ନେବି। ଏଠି 2 ଟେବଲ୍ ସ୍ପୁନ୍ ଭିନିଗର ନେଇଛି, ତା ଦେହରେ 2 ଟେବଲ୍ ସ୍ପୁନ୍ ପାଣି ନେଇଛି। ଏଠି ଦେଇକି ଦେଖନ୍ତୁ ମୋର ଛେନା ଏଠି ଛିଡ଼େଇ ସାରିଲିଣି। ଆପଣମାନେ ଚାହିଁଲେ ଏଠି ଲେମ୍ବୁ ବି ୟୁଜ୍ କରିପାରିବେ ବା ମାର୍କେଟରେ ମିଳୁଥିବା ଛେନା ଛିଡ଼ିବା ପାଇଁ ଗୋଟେ ପାଉଡ଼ର ମିଳେ ସେଇଟା ବି ନେଇପାରିବେ। ତ ଏଠି ମୁଁ 2ଟା ଆମ୍ବ ନେଇଛି, ତାକୁ ମୁଁ ଚପ୍ କରିକି ତା ଦେହରେ ମୁଁ ଏଠି ହାଫ୍ କପ୍ ଚିନି ଦେଉଛି। ଆପଣ ନିଜ ଟେଷ୍ଟ ଅନୁସାରେ ଚିନିକୁ ଆଡ଼ଜଷ୍ଟ କରିନେବେ। ଏବେ ମୁଁ ଗୋଟେ ମିକ୍ସର ଜାର୍ଟେ ନେଇଛି, ଆଉ ଏଠି ଆମ୍ବର ଯେଉଁ ପଲ୍ପଟା ତାକୁ ମୁଁ ଗ୍ରାଇଣ୍ଡ କରିନେବି। ଏଇଠି ଦେଖନ୍ତୁ ପୁରା ଫାଇନଲି ପୁରା ଗ୍ରାଇଣ୍ଡ କରି ନେଇଛି। ଏବେ ମୁଁ ଛେନାକୁ ଛାଣି ନେଇଥିଲି, ଯେତିକି ଏକ୍ସେସ୍ ପାଣି ଥିଲା ମୁଁ ତାକୁ କାଢ଼ି ନେଇଛି। ତ ଏବେ ମୁଁ ଆକୁ ମ୍ୟାଶ୍ କରିନେବି ଭଲସେ ଛେନାକୁ। ଆକୁ ଆପଣ ଏଠି ଭୁଲସେ ବି ଛେନାକୁ ଗ୍ରାଇଣ୍ଡ କରିବେନି, ଗ୍ରାଇଣ୍ଡ କଲେ ସେଇଟା ପୁରା ଫାଇନ୍ ପେଷ୍ଟ ହେଇଯିବ। ତ ସେଥିପାଇଁ ମୁଁ ଏଠି ହାତରେ ଭଲସେ ଯେମିତି ଆପଣ ଅଟା ଦଳନ୍ତି ସେଇଭଳିଆ ଦଳି ଦେବେ, କିନ୍ତୁ ବେଶୀ ଦଳିବେନି କାହିଁକିନା ଟେକ୍ସଚରଟା ପୁରା ପ୍ଲେନ୍ ହେଇଯିବ ତ ଛେନାପୋଡ଼ରେ ସେ ମଜାଟା ଆସିବନି। ତ ଏଠି ମୁଁ ଟିକେ ଟାଇମ୍ ନେଇକି ଆକୁ ଛେନାକୁ ଏଠି ଦଳି ନେଉଛି, ମ୍ୟାଶ୍ କରି ନେଉଛି। ଆପଣମାନଙ୍କ ପାଖରେ ଯଦି ମ୍ୟାଶର୍ ବି ଥାଏ ସେଇଟା ବି ଆପଣ ୟୁଜ୍ କରିପାରିବେ, କିନ୍ତୁ ମୋତେ ହାତରେ ସୁବିଧା ହୁଏ ତ ସେଥିପାଇଁ ମୁଁ ଏଠି ହାତରେ ମ୍ୟାଶ୍ କରି ନେଉଛି। ଆପଣମାନେ ନିଶ୍ଚିନ୍ତ ଏଇ ରେସିପିକୁ ନିଜ ଘରେ ଟ୍ରାଏ କରିକି ଦେଖନ୍ତୁ, ଆଉ ମୁଁ ସିଓର୍ ଅଛି ଆପଣମାନଙ୍କୁ ଏଇ ରେସିପି ବହୁତ ବଢ଼ିଆ ଲାଗିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ଟେ କରିଦେବେ, ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ଏଇଠି ଦେଖନ୍ତୁ ମୋର ଛେନା ମୁଁ ଭଲସେ ମ୍ୟାଶ୍ କରିସାରିଲିଣି। ଏବେ ଏଇଠି ଟେକ୍ସଚରଟା ଦେଖନ୍ତୁ ଟିକେ ଦାନା ଦାନା ରହିଛି। ଏବେ ଯେଉଁ ମ୍ୟାଙ୍ଗୋ ପଲ୍ପଟା ରେଡ଼ି କରିଥିଲି ତାକୁ ମୁଁ ଏଇଠି ଛେନାରେ ଧୀରେ ଧୀରେ କରିକି ମାନେ ଅଳ୍ପ ଅଳ୍ପ ପ୍ରଥମେ ଦେଇକି ତାକୁ ଭଲସେ ଏଠି ଛେନାକୁ ମିକ୍ସ କରିନେବି। ଏଠି ଏକାଥରେ ମ୍ୟାଙ୍ଗୋ ପଲ୍ପଟା ଦେବେନି। ଦେଖନ୍ତୁ ମୁଁ ମ୍ୟାଙ୍ଗୋ ପଲ୍ପ ଦେଇକି ଛେନାକୁ ପୁରା ଭଲସେ ଏଇଠି ମିକ୍ସ କରି ନେଉଛି। ତାପରେ ଏଠି ମିକ୍ସ କରିସାରିଲା ପରେ ମୁଁ ଏଠି ଫ୍ଲେଭର୍ ପାଇଁ ଦେଉଛି ଅଳେଇଚ ଗୁଣ୍ଡ 3 ଟିସ୍ପୁନ୍ ଏଠି ଦେଉଛି ସୁଜିରେ ବହୁତ ଭଲ ବାଇଣ୍ଡିଙ୍ଗ ଆସେ। ତ ତାପରେ ଏଠି ମୁଁ ଦେଇ ଦେଉଛି ଟେଷ୍ଟ ଅନୁସାରେ ଲୁଣ ଅଳ୍ପ ଟିକେ, ବେଶୀ ନୁହଁ। ଆଉ ତାପରେ ଏଠି କାଜୁ ଆଉ କିସମିସ୍ ମୁଁ ଦେଉଛି। ଆପଣମାନେ ନିଜ ଅନୁସାରେ ଏଠି ଡ୍ରାଏ ଫ୍ରୁଟ୍ସ ଦେଇପାରିବେ। ଏଠି ମୁଁ ଲୁଣ ଦେବାର କାରଣ ହେଉଛି ଏଠି ମାନେ ଆର ଟେଷ୍ଟଟା ଏନହାନ୍ସ ହେବ ପୋଡ଼ର। ତ ତାପରେ ଏଠି ମିକ୍ସ କରିସାରିଲା ପରେ ମୁଁ ଏଠି 1ରୁ 2 ଟେବଲ୍ ସ୍ପୁନ୍ ଏଠି ମୁଁ ଘିଅ ଦେଇକି ପୁଣି ଥରେ ଆକୁ ମିକ୍ସ କରିନେବି, ଆଉ ଆକୁ ରେଷ୍ଟ କରିବାକୁ ରଖିଦେଉଛି 10ରୁ 15 ମିନିଟ୍ ପାଇଁ। ଏବେ ମୁଁ ଏଠି ଗୋଟେ କେକ୍ ଟିନ୍ଟେ ରେଡ଼ି କରିନେଇଛି, ତା ଦେହରେ ତଳେ ଟିକେ କଦଳୀ ପତ୍ର ଦେଇକି ଗୋଟେ ଏଠି ମୁଁ ଘିଅ ଟିକେ ବ୍ରଶ୍ କରିଦେଉଛି। ଆପଣମାନେ ଯଦି ଚାହିଁବେ କଦଳୀପତ୍ର ଜାଗାରେ ଶାଳପତ୍ର ବି ଦେଇପାରିବେ ବା ନର୍ମାଲ୍ ଯେଉଁ ବେକିଂ ପେପର୍ ଆସେ ସେଇଟାକୁ ବି ନେଇପାରିବେ। ଏବେ ମୁଁ ସାଇଡ଼୍ରେ ଘିଅ ଲଗାଇ ଦେଇକି ଏଠି ଏଇଟା ହେଉଛି ଅପସନାଲ୍ କେଶର। ଏଠି କେଶର ମୁଁ ଦେଉଛି, ତାପରେ ଅଳ୍ପ ଟିକେ ଏଠି ବେକିଂ ପାଉଡ଼ର ଦେଇକି ପୁଣି ଥରେ ଆକୁ ଭଲସେ ମିକ୍ସ କରି ନେଉଛି 15 ମିନିଟ୍ ରେଷ୍ଟ କରିସାରିଲା ପରେ। ଆଉ ଆପଣମାନେ ଛେନାପୋଡ଼କୁ ତାର ଯେଉଁ ମିକ୍ସଚରଟା ବନେଇବେ ତାକୁ ଆଟଲିଷ୍ଟ ଅଧଘଣ୍ଟେ ପାଇଁ ତାକୁ ରେଷ୍ଟ କରିବାକୁ ରଖିବେ। ଯଦି ହାତରେ ଟାଇମ୍ ନଥାଏ ତ 15 ମିନିଟ୍ସ ବହୁତ
ଆପଣ ତାକୁ 15 ମିନିଟ୍ସ ପାଇଁ ରେଷ୍ଟ କରିବାକୁ ରଖିଦେବେ। ଏଇଠି ଦେଖନ୍ତୁ ଟେକ୍ସଚରଟା ଛେନାର ପୁରା ଦାନା ଦାନା ଅଛି। ଏବେ ମୁଁ ଏଇ କେକ୍ ଟିନରେ ଛେନାର ମିକ୍ସଚରଟା ଦେଇଦେଉଛି। ଆପଣ ଯଦି ଆପଣଙ୍କ ପାଖରେ ଯଦି ଛୋଟ ସାଇଜ୍ର କେକ୍ ଟିନ୍ ଥିବ ସେଇଟାକୁ ବି ଆପଣ ନେଇପାରିବେ। ତ ଏଇଠି ମୁଁ ଛେନାର ମିକ୍ସଚରଟା ଦେଇଦେଉଛି। ତାପରେ ଗୋଟେ ସ୍ପାଚୁଲା ହେଲ୍ପରେ ଏବେ ମୁଁ ଇଭେନଲି ତାକୁ ସ୍ପ୍ରେଡ୍ କରିଦେବି। ତାପରେ ଏଠି ସ୍ପ୍ରେଡ୍ କରିସାରିଲା ପରେ ମୁଁ ଧୀରେ ଧୀରେ ଏଇ ଯେଉଁ କାଉଣ୍ଟରରେ ମାନେ କିଚେନ୍ କାଉଣ୍ଟରରେ ମୁଁ ତାକୁ ମାନେ ଟିକେ ଟ୍ୟାପ୍ କରିଦେଲେ ଏଇଟା ପୁରା ଇଭେନଲି ସେଟ୍ ହେଇଯିବ। ଏବେ ମୁଁ ଏଠି ଏଟାକୁ କଢ଼ାରେ ବେକ୍ କରିଛି। ତ ଆକୁ ପ୍ରଥମେ ମୁଁ 10 ମିନିଟ୍ ପାଇଁ ପ୍ରିହିଟ୍ କରିନେଇଥିଲି। ତାପରେ ଧୀରେ ସେ ଏଇଠି ମୁଁ ଛେନାପୋଡ଼ ମାନେ କେକ୍ ଟିନ୍ଟା ଆକୁ ପୁରା ଘଣ୍ଟେ ପାଇଁ କୁକ୍ ହବାକୁ ରଖିଦେଉଛି। ଏବେ ମୁଁ ଘଣ୍ଟେ ପରେ ଚେକ୍ କରୁଛି। ଏଠି ଦେଖନ୍ତୁ ଟିକେ ହବାକୁ ଅଛି, ମାନେ ଆହୁରି ଟିକେ ହବ, କାହିଁକିନା ଉପରେ କ୍ରଷ୍ଟରେ କଲର୍ ଆସିନି, ସାଇଡ଼୍ରୁ କିନ୍ତୁ ଆସିଯାଇଛି, ମାନେ ଉପରୁ ଆସିନି। ତ ଆକୁ ଆହୁରି ଅଧଘଣ୍ଟେ ପାଇଁ ଆକୁ କୁକ୍ କରିନେବି। ଏଠି ଦେଖନ୍ତୁ ପୁରା 45 ମିନିଟ୍ସ ହେଇଗଲାଣି ଟୋଟାଲ୍। ତ ଏଠି ହେଇ ଆସିଲାଣି। ଆହୁରି 15 ମିନିଟ୍ ପାଇଁ ମୁଁ ଆକୁ କୁକ୍ କରିନେବି। ତ ଆମର ଏଠି ରେଡ଼ି ହେଇଯିବ ଛେନାପୋଡ଼। ଏଠି ମୁଁ ତାକୁ ପ୍ରଥମେ ରୁମ୍ ଟେମ୍ପରେଚରରେ ମୁଁ ଥଣ୍ଡା କରିନେଇଛି। ଏବେ ମୁଁ ଆକୁ ଡିମୋଲ୍ଡ କରିନେବି। ଏଠି ଗୋଟେ ଛୁରୀଟେ ନେଇକି ଆକୁ ମୁଁ ସାଇଡ଼୍ରୁ ଟିକେ ସ୍କ୍ରେପ୍ କରିଦେଉଛି। ତାପରେ ଗୋଟେ ପ୍ଲେଟ୍ ମୁଁ ଏଇଠି ଥାଳି ନେଇଛି। ତାପରେ ଏଇଠି ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ଛେନାପୋଡ଼ ପୁରା ରେଡ଼ି ହେଇସାରିଛି। ଆଉ ମୋତେ ଏଇଠି ଟୋଟାଲ୍ ଏଇ ଛେନାପୋଡ଼କୁ କରିବା ପାଇଁ ପୁରା 2 ଘଣ୍ଟା ଲାଗିଥିଲା। ଏଇଠି ଦେଖନ୍ତୁ ମୁଁ ଆପଣମାନଙ୍କୁ ଏଠି କାଟିକି ଦେଖଉଛି କେତେ ସୁନ୍ଦର ପୁରା ଜୁସି ହେଇଛି, ପୁରା ସଫ୍ଟ ବି ହେଇଛି। ଆଉ କ୍ରଷ୍ଟ ବି ଦେଖନ୍ତୁ କେତେ ସୁନ୍ଦର କଲର୍ ଆସିଛି, ଉପରୁ ବି ଭଲ ବଢ଼ିଆ କଲର୍ଟେ ଆସିଛି। ଆଉ ବହୁତ ହି ନରମ ହେଇଥିଲା। ଆଉ ଟେଷ୍ଟରେ ତ ବହୁତ ବଢ଼ିଆ ଲାଗୁଥିଲା। ଆପଣମାନେ ପ୍ଲିଜ୍ ଏଇ ରେସିପିକୁ ଘରେ ଟ୍ରାଏ କରିକି ଦେଖନ୍ତୁ। ଆପଣମାନଙ୍କୁ ନିଶ୍ଚିନ୍ତ ଏଇ ରେସିପି ଭଲ ଲାଗିବ। ଆଶା କରୁଛି ମୋର ଏଇ ରେସିପି ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିଥିବ। ଆଉ ମୁଁ ମୋ ରେସିପି ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ଟେ କରିଦେବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ଏ ରେସିପିକୁ ପ୍ଲିଜ୍ ଘରେ ଟ୍ରାଏ କରିକି ଦେଖିବେ। ମୋ ନିଜ ଏକ୍ସପିରିଏନ୍ସ ମୋତେ ଜଣେଇବେ କମେଣ୍ଟସରେ। ତ ଆଉ ଏଇ ଭିଡ଼ିଓକୁ ଦେଖିବାରୁ ଆପଣମାନଙ୍କର ବହୁତ ବହୁତ ଥ୍ୟାଙ୍କ ୟୁ। ପୁଣି ଥରେ ଦେଖା ହେବ ଆହୁରି ଗୋଟେ ନୂଆ ଭିଡ଼ିଓରେ।